ପିଲାମାନେ ଆଜି ଆମେ 3 କ୍ଲାସ୍ ପଲ୍ଲବୀ ବହିର ଚାପ୍ଟର 2 ଦି ଫ୍ରଗ୍ ଆଣ୍ଡ ଦି କ୍ରୋ ବିଷୟକୁ ସମ୍ପୂର୍ଣ୍ଣ ଭଲ ଭାବରେ ଆଲୋଚନା କରିବା। ଦି ଫ୍ରଗ୍ ଅର୍ଥ କ'ଣ? ଫ୍ରଗ୍ ଅର୍ଥ ବେଙ୍ଗ, ଆଣ୍ଡ ଏବଂ ଦି କ୍ରୋ ଅର୍ଥ କାଉ। ପ୍ରି ଲିସନିଂ ପ୍ରାକ୍ ଶୁଣିବା। ଡିଅର୍ ଚିଲଡ୍ରେନ୍ ପ୍ରିୟ ପିଲାମାନେ, ଡୁ ୟୁ ଲାଇକ୍ ଷ୍ଟୋରିଜ୍? ତୁମେ କ'ଣ ଗପ ଗୁଡ଼ିକୁ ଭଲ ପାଅ କି? ୱି ୱିଲ୍ ଲିସନ୍ ଏ ଷ୍ଟୋରି। ତୁମେ ଗପଟିଏ ଶୁଣିବ କି? ଲୁକ୍ ଆଟ୍ ଦି ପିକ୍ଚର ଆଣ୍ଡ ସେ। ଛବି ଆଡ଼କୁ ଚାହଁ ଓ କୁହ, ହ୍ୱାଟ୍ ଇଜ୍ ଦି ଷ୍ଟୋରି ଏବାଉଟ୍? ଗପଟିରେ କେଉଁ ବିଷୟରେ କୁହାଯାଇଛି? ଚିତ୍ର ଦେଖିକି କୁହ। ଦି ଷ୍ଟୋରି ଏବାଉଟ୍ ଇଜ୍ ଦି ଫ୍ରଗ୍ ଆଣ୍ଡ ଦି କ୍ରୋ। ଗୋଟେ କାଉ ଏବଂ ଆଉ ଗୋଟେ ବେଙ୍ଗ ବିଷୟରେ କୁହାଯାଇଛି। ଚାଲ ଷ୍ଟୋରିଟିକୁ ପଢ଼ିବା। ହୁଇଲ୍ ଲିସନିଂ ଶୁଣିବା ସମୟରେ। ଲେଟ୍ ଅସ୍ ଲିସନ୍ ଏ ଷ୍ଟୋରି ଆଣ୍ଡ ଏନ୍ଜୟ। ଆସ ଗପଟିଏ ଶୁଣିବା ଓ ଉପଭୋଗ କରିବା। ଦି ଫ୍ରଗ୍ ଆଣ୍ଡ ଦି କ୍ରୋ। ବେଙ୍ଗ ଓ କାଉ। ୱାନ୍ସ ଦେୟାର ୱାଜ୍ ଏ ଫ୍ରଗ୍। ଗୋଟିଏ ଦିନର କଥା, ଗୋଟିଏ ବେଙ୍ଗଟିଏ ଥିଲା। ଆଣ୍ଡ ଦେୟାର ୱାଜ୍ ଏ କ୍ରୋ। ଏବଂ ଗୋଟିଏ କାଉଟିଏ ମଧ୍ୟ ଥିଲା। ଦି ଫ୍ରଗ୍ ଲିଭ୍ ଇନ୍ ଏ ପଣ୍ଡ। ବେଙ୍ଗଟି ଏକ ପୋଖରୀ ଭିତରେ ରହୁଥିଲା। ପଣ୍ଡ ଅର୍ଥ ପୋଖରୀ। ଦି କ୍ରୋ ଲିଭ୍ ଇନ୍ ଏ ଟ୍ରି। ଏବଂ କାଉଟି ଏକ ଗଛରେ ରହୁଥିଲା। ଦି ଫ୍ରଗ୍ ୱାଜ୍ ଭେରି ପ୍ରାଉଡ୍। ସେହି ବେଙ୍ଗଟି ବହୁତ ଗର୍ବୀ ଥିଲା। ପ୍ରାଉଡ୍ ଅର୍ଥ ଗର୍ବୀ, ଭେରି ପ୍ରାଉଡ୍, ଗର୍ବୀ ଥିଲା। ହ୍ୱାଇ କାହିଁକି? ବିକଜ୍ ହି କ୍ୟାନ୍ ସ୍ୱିମ୍ ଇନ୍ ଦି ୱାଟର। କାରଣ ସେ ପାଣିରେ ପହଁରି ପାରୁଥିଲା। ସ୍ୱିମ୍ ଅର୍ଥ ପହଁରିବା, ୱାଟର ଅର୍ଥ ପାଣି। ହି କ୍ୟାନ୍ ଅଲ୍ସୋ ଜମ୍ପ ଅନ୍ ଦି ଲ୍ୟାଣ୍ଡ। ଆଉ ସେ ମଧ୍ୟ ଭୂମି ଉପରେ ଡିଆଁ ମାରି ପାରୁଥିଲା। ଜମ୍ପ ଅର୍ଥ ଡେଇଁବା, ଲ୍ୟାଣ୍ଡ ଅର୍ଥ ଭୂମି। ୱାନ୍ ଡେ ଦି ଫ୍ରଗ୍ ଆସ୍କ୍ଡ ଦି କ୍ରୋ। ଦିନେ ସେହି ବେଙ୍ଗଟି କୁଆକୁ ପଚାରିଲା। କ'ଣ ପଚାରିଲା? ମିଷ୍ଟର କ୍ରୋ, କ୍ୟାନ୍ ୟୁ ସ୍ୱିମ୍ ଲାଇକ୍ ମି? ସେ କହିଲା ଯେ, କାଉ ମହାଶୟ, ତୁମେ କ'ଣ ମୋ ଭଳି ପହଁରି ପାରିବ କି? କ୍ରୋ କହିଲା, ନୋ ଆଇ କ୍ୟାନ୍ ନଟ୍। କାଉ କହିଲା, ନା, ମୁଁ ସେମିତି କରିପାରିବି ନାହିଁ। ତାପରେ ଫ୍ରଗ୍ କ'ଣ କହୁଛି? ଫ୍ରଗ୍ କହିଲା, କ୍ୟାନ୍ ୟୁ ଜମ୍ପ ଲାଇକ୍ ମି? ତାପରେ ବେଙ୍ଗ କହୁଛି, ତୁମେ କ'ଣ ମୋ ଭଳିଆ ଡେଇଁ ପାରିବ କି? କ୍ରୋ କହୁଛି, ନୋ ଆଇ କ୍ୟାନ୍ ନଟ୍। ନା, ମୁଁ କରିପାରିବି ନାହିଁ, କାଉ କହୁଛି। ତାପରେ ଫ୍ରଗ୍ କ'ଣ କହୁଛି? ଫ୍ରଗ୍ କହୁଛି, ୟୁ କ୍ୟାନ୍ ନଟ୍ ଜମ୍ପ ଲାଇକ୍ ମି, ୟୁ କ୍ୟାନ୍ ନଟ୍ ସ୍ୱିମ୍ ଲାଇକ୍ ମି, ହ୍ୱାଟ୍ କ୍ୟାନ୍ ୟୁ ଡୁ ମିଷ୍ଟର କ୍ରୋ? ସେ କହୁଛି, ବେଙ୍ଗଟା କାଉକୁ, ଯେ ତୁମେ ମୋ ଭଳି ଡେଇଁ ପାରିବନି, ତୁମେ ମୋ ଭଳି ପହଁରି ପାରିବନି। ତୁମେ କ'ଣ କରିପାରିବ, କୁହ ମହାଶୟ? ତାପରେ କାଉ କ'ଣ କହିବ? ତାର ପ୍ରଶ୍ନର ଉତ୍ତର କେମିତି ଦବ? କ୍ରୋ ମାନେ କାଉ କହୁଛି, ୟୁ ଆର୍ ରାଇଟ୍ ମିଷ୍ଟର ଫ୍ରଗ୍। ସେ କହୁଛି ଯେ ତୁମେ ଠିକ୍ କହିଛ ବେଙ୍ଗ ମହାଶୟ। ଆଇ କ୍ୟାନ୍ ନଟ୍ ଜମ୍ପ ଲାଇକ୍ ୟୁ, ଆଇ କ୍ୟାନ୍ ନଟ୍ ସ୍ୱିମ୍ ଲାଇକ୍ ୟୁ, ବଟ୍। ହଁ, ତୁମେ ଠିକ୍ କହିଛ ବେଙ୍ଗ ମହାଶୟ, ମୁଁ ତୁମ ଭଳି ଡେଇଁ ପାରିବି ନାହିଁ, ମୁଁ ତୁମ ଭଳି ପହଁରି ପାରିବି ନାହିଁ, କିନ୍ତୁ I can walk, I can also fly. Saying so the crow flew away, catching
the frog in his break। यार अर्थ I can walk अर्थ मु चाली पारिबी। I can also fly मु मध्य उड़ी पारिबी। fly अर्थ उड़ीबा walk अर्थ चालिबा। saying so the crow flew away एपरी कही कुआटी catching the frog in his beak बेंगर बेकକୁ ଧରି उड़ी गला। एबे आमे किछिटा वर्ड नोट देखिदबा। वर्ड नोट पिला माने एही वर्ड नोट को तुमे निज खातारे नोट करिवो जहा फଳରେ कि तुमको विषय पढिबा पई सहज हेबो। फ्रॉग अर्थ बेंग, लिव्ड अर्थ बास करूथिला बा रहुथिला, ट्री अर्थ गच्छ, प्राउड अर्थ गर्वी, स्विम अर्थ पहरिबा, also अर्थ मध्य, लैंड अर्थ माटी बा भूमि, लाइक भଳି बा परी, walk अर्थ चालिबा, flew अर्थ उड़ीगला, catch अर्थ धरिबा, beak अर्थ थंट, crow अर्थ काऊ, pond अर्थ पोखरी, very अर्थ बहुत, खूब, because अर्थ कारण, water अर्थ पानी, jump अर्थ डेइबा, ଆଉ ask अर्थ पचारिला, राइट ठीक, fly अर्थ उड़ीबा, saying अर्थ कहिबा, catching अर्थ धरिबा। एबे हमें प्रश्नोत्तर आलोचना करिबा। नंबर 1 who are there in the story? आंसर who are there in the story अर्थ गपटी रे केउ माने सब अछंती। आंसर there are a frog and a crow in the story गपटी रे गोटे बेंग एवं गोटे काऊ अछि। नंबर 2 where did the frog live? बेंगटी केउंठी रहुथिला। the frog answer the frog lived in a pond अर्थ बेंगटी पोखरी रे रहुथिला। नंबर 3 where did the crow live? से कुआटी केउंठी रहुथिला। the crow lived in a tree गोटे गछरे रहुथिला। नंबर 4 who was proud why? किए गर्वी थिला ओ काहेकी किए थिला। आंसर the frog was proud because he can swim in the water and he can also jump on the land से बेंगटी गर्वी थिला काहेकी ना सिए पानी रे पहरी पारुथिला एवं माने स्थल जगह रे मध्ये डेई पारुथिला। नंबर 5 what did the frog say to the crow? सेही बेंगटी काऊ को कौन कहिला। आंसर the frog said to the crow if he could swim and jump like him से बेंगटी काऊ को कहूची जे तुमे कौन मो भली पहरी पारिबो तुमे कौन मो परी डेई पारिबो ए सब कहूतिला। नंबर 6 what did the crow reply? एवं कुआ कौन उत्तर देला। आंसर the crow replied that he could either swim or jump like the frog but he could walk and fly। Number 7 what did the crow do at least? शेषरे कुआ कौन कला। आंसर at least the crow flew away catching the frog in his beak। Number 8 what can you do? What cannot you do? 8 रे यार अर्थ हेउची तुमे कौन करि परिबो तुमे कौन करि परिबो नाही। आंसर I can swim, jump and walk but I cannot fly।
ମୁଁ ପହଁରି ପାରିବି, ଡେଇଁ ପାରିବି ଏବଂ ଚାଲିପାରିବି, କିନ୍ତୁ ଉଡ଼ି ପାରିବି ନାହିଁ। Let us enjoy another story. ଆସ ଆମେ ଆଉ ଗୋଟେ ଗପକୁ ଉପଭୋଗ କରିବା। The Cap Seller and the Monkeys. କ୍ୟାପ୍ ସେଲର ଅର୍ଥ ଟୋପି ବିକାଳି ଆଉ ମଙ୍କି ଅର୍ଥ ମାଙ୍କଡ଼। ବିଷୟର ନାଁ ହେଉଛି ଦି କ୍ୟାପ୍ ସେଲର ଆଣ୍ଡ ଦି ମଙ୍କିଜ୍। ତାର ଅର୍ଥ ଟୋପି ବିକାଳି ଓ ମାଙ୍କଡ଼ ମାନେ। କ'ଣ ହେଇଛି? Once there was a man who sold caps. ଦିନେ ଗୋଟିଏ ଲୋକଟିଏ ଥିଲା ଯିଏକି ଟୋପି ବିକ୍ରି କରୁଥିଲା। He carried many caps in a basket on his head. ସିଏ ଗୋଟିଏ ଝୁଡ଼ିରେ ଅନେକ ଟୋପି ରଖି ମୁଣ୍ଡରେ ବୋହି ନେଉଥିଲା। He was a cap seller. ସେ ଜଣେ ଟୋପି ବିକାଳି ଥିଲା। ମ୍ୟାନ୍ ଅର୍ଥ ଲୋକ, ସୋଲ୍ଡ ଅର୍ଥ ବିକ୍ରି କରିବା, କ୍ୟାପ୍ସ ଅର୍ଥ ଟୋପି, କ୍ୟାରିଡ୍ ଅର୍ଥ ବୋହି ନେବା, ମେନି କ୍ୟାପ୍ସ ଅର୍ଥ ବହୁତ ସାରା ଟୋପି, ବାସ୍କେଟ ଅର୍ଥ ଝୁଡ଼ି, ଅନ୍ ହିଜ୍ ହେଡ୍, ହେଡ୍ ଅର୍ଥ ମୁଣ୍ଡ, ଅନ୍ ହିଜ୍ ହେଡ୍ ମୁଣ୍ଡ ଉପରେ। ହି ୱାଜ୍ ଏ କ୍ୟାପ୍ ସେଲର, କ୍ୟାପ୍ ସେଲର ଅର୍ଥ ଟୋପି ବିକାଳି। One day he slept under a tree. One day ଅର୍ଥ ଦିନେ, he slept, he ଅର୍ଥ କିଏ? he ଅର୍ଥ ସେଇ ଟୋପି ବିକାଳି, slept ଅର୍ଥ ଶୋଇ ପଡ଼ିବା, under a tree ଗଛ ମୂଳରେ ସେ ଶୋଇ ପଡ଼ିଥିଲା। There were monkeys on the tree. ଏବଂ ସେହି ଗଛ ଉପରେ ମାଙ୍କଡ଼ମାନେ ଥିଲେ। They come down from the tree. ସେମାନେ ଗଛରୁ ତଳକୁ ଓହ୍ଲାଇ ଆସିଲେ। They took away all the caps. ସେମାନେ ସବୁତକ ଟୋପି ନେଇଗଲେ। ସବୁତକ ଟୋପି ତାର ନେଇଗଲେ। The cap seller woke up. ସେ ଟୋପି ବିକାଳି ଜଣଙ୍କ ନିଦରୁ ଉଠି ପଡ଼ିଲା। He saw the basket was empty. ସେ ତାପରେ ଦେଖିଲା ତାର ଝୁଡ଼ି ଖାଲି ଅଛି। He looked around and above. ସେ ତାପରେ ଚାରିପଟକୁ ଚାହିଁଲା ଏବଂ ଉପରକୁ ଚାହିଁଲା। The monkeys were wearing the caps. ମାଙ୍କଡ଼ମାନେ ତା ଟୋପି ଗୁଡ଼ିକୁ ପିନ୍ଧିଛନ୍ତି। ଦେଖିଲା ବେଳକୁ ମାଙ୍କଡ଼ମାନେ ତା ସବୁଯାକ ଟୋପି ନେଇକି ପିନ୍ଧିଛନ୍ତି। ଦି କ୍ୟାପ୍ ସେଲର, କ୍ୟାପ୍ ସେଲର ଅର୍ଥ ଟୋପି ବିକାଳି। ୱେକ୍ ଅପ୍, ୱେକ୍ ଅପ୍ ଅର୍ଥ ଉଠି ପଡ଼ିବା। ସ ଅର୍ଥ ଦେଖିବା, ବାସ୍କେଟ, ବାସ୍କେଟ ଅର୍ଥ ଝୁଡ଼ି। ଏମ୍ପ୍ଟି, ଏମ୍ପ୍ଟି ଅର୍ଥ ଶୂନ୍ୟ, ଖାଲି। ଲୁକ୍ ଆରାଉଣ୍ଡ, ଚାରିପାଖକୁ ଦେଖିବା। ଏଭବ ଅର୍ଥ ଉପରକୁ। ଦି ମଙ୍କିଜ୍, ମାଙ୍କଡ଼ମାନେ। ୱେରିଂ ଅର୍ଥ ପିନ୍ଧିଛନ୍ତି, କ୍ୟାପ୍ସ ଅର୍ଥ ଟୋପି। What do you think cap seller would do now? ତୁମେ ଏହି ଅନୁବାଦରେ ତୁମେ କ'ଣ ଭାବୁଛ ଯେ ଟୋପି ବିକାଳି ଏବେ କ'ଣ କରିବ? ଦେଖିବା କ'ଣ କରିବ ସେ। ଦି କ୍ୟାପ୍ ସେଲର, ଟୋପି ବିକାଳି। shook his fist at the monkeys. ସେ ଟୋପି ବିକାଳି ଜଣକ ମାଙ୍କଡ଼ମାନଙ୍କ ଆଡ଼କୁ ମୁଠା କରିକି ଉଞ୍ଚାଇଲା। ତାପରେ they also did the same. ମାଙ୍କଡ଼ମାନେ ସେଇ ଟୋପି ବିକାଳି ଜଣକ ଯେମିତି କଲା ସେମାନେ ବି ସେଇଆ କଲେ। The cap seller scratched his head. ସେ ଟୋପି ବିକାଳି ଜଣକ ନିଜ ମୁଣ୍ଡକୁ କୁଣ୍ଡାଇଲା। The monkeys did the same. ମାଙ୍କଡ଼ମାନେ ବି ସେମିତିକା ଠିକ୍ ସେମିତିକା କଲେ, ନିଜର ମୁଣ୍ଡ କୁଣ୍ଡେଇଲେ। The cap seller had an idea.
ଏବଂ ସେ ଟୋପି ବିକାଳି ମୁଣ୍ଡକୁ ଗୋଟିଏ ଚିନ୍ତା ବା ଉପାୟ ଆସିଲା। He took off his cap and threw it into the empty basket. ସେ ଟୋପି ବିକାଳି ଜଣକ ଗୋଟିଏ ଟୋପି ପିନ୍ଧିଥିଲା ଏବଂ ସେ ତା ଟୋପିଟାକୁ ସେ ବାସ୍କେଟକୁ ଫିଙ୍ଗିଦେଲା। ଦେଖ ଚିତ୍ରରେ ଦେଖ। ତାପରେ କ'ଣ ହେଲା ନା the monkeys also did the same. ଏବଂ ସେ ଟୋପି ବିକାଳି ଜଣକ ଯାହା ବି କଲା ମାଙ୍କଡ଼ମାନେ ବି ଠିକ୍ ସେଇଆ କରୁଥିଲେ ଏବଂ ଏବେ ମଧ୍ୟ ସେଇଆ ହିଁ କଲେ। The cap seller got all his caps back and went away happily. ଏବଂ ସେ ମାଙ୍କଡ଼ମାନେ ସେଇଆ କଲେ। ଟୋପି ବିକାଳି ନିଜର ସମସ୍ତ ଟୋପି ଫେରି ପାଇଲା ଏବଂ ସେ ଘରକୁ ଖୁସିରେ ଖୁସିରେ ଚାଲିଗଲା। ଦେଖ ଚିତ୍ର ଦେଖ। ସେ ଫାଷ୍ଟ ଶୋଇଥିଲା, ମାଙ୍କଡ଼ମାନେ ତାର ଟୋପି ସବୁକୁ ନେଇଗଲେ। ତାପରେ ସେ ଉଠିଲା ବେଳକୁ ସବୁଯାକ ଟୋପି ସେମାନେ ମୁଣ୍ଡରେ ପିନ୍ଧିକି ଭଲ ଖୁସିରେ ଅଛନ୍ତି। ତାପରେ ଟୋପି ବିକାଳି ଜଣକ ନିଜ ବୁଦ୍ଧି ଖଟେଇକି ତା ଟୋପିକୁ ବାସ୍କେଟ ଭିତରେ ପକେଇଲା ଏବଂ ମାଙ୍କଡ଼ମାନେ ବି ନିଜ ନିଜ ଟୋପି ବାସ୍କେଟ ଭିତରେ ପକେଇଦେଲେ ଏବଂ ଟୋପି ବିକାଳି ଜଣକ ଖୁସିରେ ଖୁସିରେ ତା ଘରକୁ ଚାଲିଗଲା। କିଛିଟା ୱାର୍ଡ ନୋଟ୍ସ ଦେଖିଦେବା। ୱାନ୍ସ ଥରେ, ସୋଲ୍ଡ ଅର୍ଥ ବିକ୍ରି କଲେ, କ୍ୟାରିଡ୍ ଅର୍ଥ ବୋହିଲେ, କ୍ୟାପ୍ ସେଲର ଟୋପି ବିକାଳି, ଅଣ୍ଡର ଅର୍ଥ ତଳେ, କମ୍ ଡାଉନ୍ ତଳକୁ ଓହ୍ଲାଇ, ଟୁକ୍ ଆୱେ ନେଇଗଲେ, ଲୁକ୍ ଆରାଉଣ୍ଡ ଚାରିଆଡ଼କୁ ଚାହିଁଲା। ତାପରେ ଫିଷ୍ଟ ଅର୍ଥ ମୁଷ୍ଟି, ତାପରେ ଟୁକ୍ ଅଫ୍ ଅର୍ଥ କାଢ଼ିଲା, ବ୍ୟାକ୍ ଅର୍ଥ ପଛ, ମ୍ୟାନ୍ ଅର୍ଥ ମଣିଷଟିଏ, କ୍ୟାପ୍ସ ଅର୍ଥ ଟୋପି ଗୁଡ଼ିକ, ବାସ୍କେଟ ଅର୍ଥ ଝୁଡ଼ି, ସ୍ଲେପ୍ଟ ଅର୍ଥ ଶୋଇଥିଲା, ୱେକ୍ ଅଫ୍ ଅର୍ଥ ଉଠିଲା, ଏମ୍ପ୍ଟି ଅର୍ଥ ଶୂନ୍ୟ, ସୁକ୍ ଅର୍ଥ ମୁଷ୍ଟି, ଆଇଡିଆ ଅର୍ଥ ଉପାୟ, ଥ୍ରି ଅର୍ଥ ଫୋପାଡ଼ିଲା, ୱେଣ୍ଟ ଆୱେ ଚାଲିଗଲା, ହାପିଲି ଖୁସିରେ, ୱେରିଂ ଅର୍ଥ ପିନ୍ଧିବା। କ୍ୱେଶ୍ଚିନ୍ ଆନ୍ସର। ନମ୍ବର 1, ହୁ ଆର୍ ଦେୟାର ଇନ୍ ଦି ଷ୍ଟୋରି? ଏହି ଗପଟିରେ କିଏ କିଏ ଅଛନ୍ତି? ଆନ୍ସର, ଦେୟାର ଆର୍ ଏ କ୍ୟାପ୍ ସେଲର ଆଣ୍ଡ ସମ୍ ମଙ୍କିଜ୍ ଇନ୍ ଦି ଷ୍ଟୋରି। ଗୋଟିଏ ଟୋପି ବିକାଳି ଏବଂ ମାଙ୍କଡ଼ମାନେ ଅଛନ୍ତି ଏହି ଷ୍ଟୋରିରେ। ନମ୍ବର 2, ହ୍ୱାଟ୍ ଡିଡ୍ ଦି ମ୍ୟାନ୍ କ୍ୟାରି ଇନ୍ ଏ ବାସ୍କେଟ? ସେହି ଝୁଡ଼ିରେ ଗୋଟିଏ ଲୋକଟିଏ କ'ଣ ବୋହି ନେଇ ଯାଉଥିଲା? ଆନ୍ସର, ଦି ମ୍ୟାନ୍ କ୍ୟାରିଡ୍ ମେନି କ୍ୟାପ୍ସ ଇନ୍ ଏ ବାସ୍କେଟ। ବହୁତ ସାରା ଟୋପି ସେ ଝୁଡ଼ିରେ ନେଉଥିଲା। ନମ୍ବର 3, ହୁ ଟୁକ୍ ଆୱେ ଦି କ୍ୟାପ୍ସ ଫ୍ରମ୍ ଦି ବାସ୍କେଟ? ଏହାର ଅର୍ଥ ଝୁଡ଼ିରୁ ଟୋପି ଗୁଡ଼ିକ କିଏ ନେଇଗଲା? ଆନ୍ସର, ମଙ୍କିଜ୍ ଟୁକ୍ ଆୱେ ଦି କ୍ୟାପ୍ସ ଫ୍ରମ୍ ଦି ବାସ୍କେଟ। ମାଙ୍କଡ଼ମାନେ ଝୁଡ଼ିରୁ ଟୋପି ଗୁଡ଼ିକ ନେଇଗଲେ। ନମ୍ବର 4, ହ୍ୱାଇ ଡିଡ୍ ଦି ମ୍ୟାନ୍ ଲୁକ୍ ଆରାଉଣ୍ଡ ଆଣ୍ଡ ଏଭବ୍? ସେହି ବ୍ୟକ୍ତି ଜଣକ ବା ଲୋକ ଜଣକ କାହିଁକି ଚାରିପଟକୁ ଏବଂ ଉପରକୁ ଚାହୁଁଥିଲେ? ଆନ୍ସର, ଦି ମ୍ୟାନ୍ ଲୁକ୍ ଆରାଉଣ୍ଡ ଆଣ୍ଡ ଏଭବ୍ ଟୁ ଫାଇଣ୍ଡ ହିଜ୍ କ୍ୟାପ୍। ସେ ତାର ଟୋପି ଗୁଡ଼ିକୁ ଖୋଜୁଥିଲା ଚାରିପଟକୁ ଚାହିଁକି। ନମ୍ବର 5, ହ୍ୱାଟ୍ ୱେଆର୍ ଦି ମଙ୍କିଜ୍ ଡୁଇଂ? ସେହି ମାଙ୍କଡ଼ମାନେ କ'ଣ କରୁଥିଲେ? ଆନ୍ସର, ଦି ମଙ୍କିଜ୍ ୱେଆର୍ ୱେରିଂ କ୍ୟାପ୍ସ। ସେହି ମାଙ୍କଡ଼ମାନେ ସେ ଟୋପି ଗୁଡ଼ିକୁ ପିନ୍ଧୁଥିଲେ। ନମ୍ବର 6, ହ୍ୱାଟ୍ ଡିଡ୍ ଦି ମଙ୍କିଜ୍ ଡୁ ହ୍ୱେନ୍ ଦି ମ୍ୟାନ୍ ସ୍କ୍ରାଚ୍ ହିଜ୍ ହେଡ୍? ମାଙ୍କଡ଼ମାନେ କ'ଣ କରୁଥିଲେ ଯେତେବେଳେ ଲୋକଟି ତାର ନିଜକୁ ମୁଣ୍ଡକୁ କୁଣ୍ଡଉଥିଲା? ଆନ୍ସର, ହ୍ୱେନ୍ ଦି ମ୍ୟାନ୍ ସ୍କ୍ରାଚ୍ ହିଜ୍ ହେଡ୍ ଦି ମଙ୍କିଜ୍ ଅଲ୍ସୋ ଡିଡ୍ ଦି ସେମ୍। ବିଲକୁଲ ସେମ୍ ଟୁ ସେମ୍ କରୁଥିଲେ। ନମ୍ବର 7, ହାଉ ଡିଡ୍ ଦି ମ୍ୟାନ୍ ଗେଟ୍ ବ୍ୟାକ୍ ହିଜ୍ କ୍ୟାପ୍? ଲୋକଟି କିପରି ନିଜର ଟୋପି ସବୁ ଫେରି ପାଇଲା? ଆନ୍ସର, ଦି ମ୍ୟାନ୍ ଟୁକ୍ ଅଫ୍ ହିଜ୍ କ୍ୟାପ୍ ଆଣ୍ଡ ଥ୍ରିଉ ଇନ୍ଟୁ ଦି ଏମ୍ପ୍ଟି ବାସ୍କେଟ।
The monkeys also did the same. Thus the man get back his caps. Post listening ଶୁଣି ସାରିବା ପରେ A. Visual memory development technique ଦୃଶ୍ୟ ସ୍ମୃତି ବିକାଶ କୌଶଳ Close your eyes and put your index finger on the following pictures. ତୁମ ଆଖି ବନ୍ଦ କର ଏବଂ ତୁମ ବିଶି ଆଙ୍ଗୁଠିକୁ ନିମ୍ନଲିଖିତ ଚିତ୍ରଗୁଡ଼ିକ ଉପରେ ରଖ। ପ୍ରଥମ ପଏଣ୍ଟରେ କ'ଣ ଦେଇଛି? ଦି କ୍ରୋ ଚିତ୍ର ଉପରେ ରଖିବ ଅର୍ଥ କାଉ, ଦି ଫ୍ରଗ ବେଙ୍ଗ, ଦି କ୍ରୋ କ୍ୟାଚିଂ ଦି ଫ୍ରଗ ଯେତେବେଳେ କ୍ୟାଚିଂ କରୁଥିବ ବେଙ୍ଗକୁ ଧରୁଥିବ କାଉଟା ସେତେବେଳେ ସେଇ ଚିତ୍ର ଉପରେ ରଖ ଆଙ୍ଗୁଠି। ତାପରେ ସେକେଣ୍ଡ ପଏଣ୍ଟ ଦି ମ୍ୟାନ୍ କ୍ୟାରିଂ ଦି ବାସ୍କେଟ୍ ସେହି ଝୁଡ଼ି ବହୁଥିବା ଲୋକଟି ଉପରେ ଆଙ୍ଗୁଠି ରଖ। ଦି ମଙ୍କିସ୍ ୱେୟାରିଂ ଦି କ୍ୟାପ୍ସ ମାଙ୍କଡ଼ମାନେ ଯେତେବେଳେ ଟୋପି ଗୁଡ଼ିକୁ ପିନ୍ଧିଲେ ସେହି ଚିତ୍ର ଉପରେ ଆଙ୍ଗୁଠି ରଖ। ଦି ମଙ୍କିସ୍ ପୁଟିଂ ଦି କ୍ୟାପ୍ସ ଇନ୍ ଦି ବାସ୍କେଟ୍ ଇଟିସି ଏବଂ ମାଙ୍କଡ଼ମାନେ ଯେତେବେଳେ ଟୋପି ଗୁଡ଼ିକ ବାସ୍କେଟରେ ରଖିଲେ ମାନେ ଝୁଡ଼ିରେ ରଖିଲେ ସେହି ଚିତ୍ର ଉପରେ ଆଙ୍ଗୁଠି ରଖ। ବି ଲେଟ୍ ଅସ୍ ଲିସନ୍ ଆଣ୍ଡ ସ୍ପିକ୍ ଆସ ଶୁଣିବା ଏବଂ କହିବା। 1. Let us sing a song and enjoy ଆସ ଗୀତଟିଏ ଗାଇବା ଓ ଉପଭୋଗ କରିବା। କ'ଣ ଦେଇଛି ଗୀତଟା? ବଟରଫ୍ଲାଇଜ୍ ଅର୍ଥ ପ୍ରଜାପତି ମାନେ। ବଟରଫ୍ଲାଇଜ୍ up butterflies down butterflies in butterflies out ଏହାର ଅର୍ଥ ଦେଖିବା। ବଟରଫ୍ଲାଇଜ୍ ଅର୍ଥ ପ୍ରଜାପତି ମାନେ। up ଉପରକୁ up ଅର୍ଥ ଉପରକୁ। ବଟରଫ୍ଲାଇଜ୍ ପ୍ରଜାପତି ମାନେ। down ଅର୍ଥ ତଳକୁ। ବଟରଫ୍ଲାଇଜ୍ ପ୍ରଜାପତି ମାନେ। in ଅର୍ଥ ଭିତରକୁ। ବଟରଫ୍ଲାଇଜ୍ ପ୍ରଜାପତି ମାନେ। out ଅର୍ଥ ବାହାରକୁ। Would you like to replace butterflies with anything else? Try. ଏହାର ଅର୍ଥ ତୁମେ ପ୍ରଜାପତି ଗୁଡ଼ିକ ବଦଳରେ ଅନ୍ୟ କିଛି ସ୍ଥାନିତ କରିବାକୁ ଚାହୁଁଛ କି? ଚେଷ୍ଟା କର। ନମ୍ବର 2. Answer the questions ଅର୍ଥ ପ୍ରଶ୍ନ ଗୁଡ଼ିକର ଉତ୍ତର ଦିଅ। ଟିଚର କ'ଣ କହୁଛନ୍ତି? Look up. What do you see on the tree? Look up ଅର୍ଥ ଉପରକୁ ଚାହଁ। What do you ତୁମେ କ'ଣ see ଅର୍ଥ ଦେଖିବା କ'ଣ ଦେଖୁଛ on the tree ଗଛ ଉପରେ ତୁମେ କ'ଣ ଦେଖୁଛ? Child I see ଏଠାରେ ଆନ୍ସର ଲେଖିବ। I see fruits, birds, a nest, kite, an owl, a monkey on the tree. Teacher look down ଅର୍ଥ ତଳକୁ ଚାହଁ। What do you see on the ground? ତୁମେ ଭୂମି ଉପରେ କ'ଣ ଦେଖୁଛ? Child ପିଲାଟି କହୁଛି I see a squirrel, bullock, some insect, plants, hill on the ground. Teacher look up ଅର୍ଥ ଉପରକୁ ଚାହଁ। What do you see in the sky? ତୁମେ ଆକାଶରେ କ'ଣ ଦେଖୁଛ? Child I see ଆନ୍ସର ଲେଖିବ birds and an aeroplane in the sky. ଏହି ଟ୍ରିକୁ ଦେଖିକି ସବୁ ଆନ୍ସର କରାହେଇଛି। ନମ୍ବର 3. Listen and repeat ଶୁଣ ଏବଂ ପୁନରାବୃତ୍ତି କର। Some words have 2 syllables. Notice the word below. କେତେକ ଶବ୍ଦ 2ଟି ଶବ୍ଦାଂଶ ଅଛି। ନିମ୍ନ ଶବ୍ଦଗୁଡ଼ିକୁ ଲକ୍ଷ୍ୟ କର।
ମଙ୍କି ମଙ୍କି ଅର୍ଥ ମାଙ୍କଡ଼। ଅଛି ମନ୍ ଆଉ କି। ସେଲର ସେଲର ଅର୍ଥ ବିକ୍ରେତା। ସେଲ୍ ଅର୍। ତାପରେ ବାସ୍କେଟ ଅର୍ଥ ଝୁଡ଼ି। ବାସ୍କେଟ। ଡଙ୍କି ଅର୍ଥ ଗଧ। ଡନ୍ କି। ନମ୍ବର 4 ସେ ଆଣ୍ଡ କ୍ଲାପ୍। କୁହ ଏବଂ ତାଳି ମାର। ସେ ଲାଉଡ୍। ସେ ଲାଉଡ୍ each line of both the poem, clapping for every word. ଏହାର ଅର୍ଥ ଉଭୟ ଗୀତକୁ ପ୍ରତି ଧାଡ଼ିକୁ ବଡ଼ ପାଟିରେ କୁହନ୍ତୁ, ପ୍ରତି ଶବ୍ଦ ପାଇଁ ତାଳି ମାରନ୍ତୁ। ଫର୍ ଏକ୍ସାମ୍ପଲ୍ ଦେଇଛି ବଟରଫ୍ଲାଇଜ୍ କ୍ଲାପ୍ ବଟରଫ୍ଲାଇଜ୍ କ୍ଲାପ୍। ପ୍ରଜାପତିମାନେ କ୍ଲାପ୍ ଅର୍ଥ ତାଳି। ପ୍ରଜାପତିମାନେ ତାଳି। ଅପ୍ କ୍ଲାପ୍ ଅପ୍ କ୍ଲାପ୍ ଅପ୍ କ୍ଲାପ୍। ଉପରକୁ ତାଳି ମାର। ଉପରକୁ କହିକି ତାଳି ମାର। ଉପରକୁ କହିକି ତାଳି ମାର। ବଟରଫ୍ଲାଇଜ୍ କ୍ଲାପ୍ ବଟରଫ୍ଲାଇଜ୍ କ୍ଲାପ୍। ପିଲାମାନେ ବଟରଫ୍ଲାଇଜ୍ କହିବ ତାପରେ ତାଳି ମାରିବ। ତାପରେ ବଟରଫ୍ଲାଇଜ୍ ପୁଣି କହିବ ତାପରେ ତାଳି ମାରିବ। ଡାଉନ୍ କହିବ ତାପରେ ତାଳି ମାରିବ। ଏମିତି କରିବ। ଡାଉନ୍ କ୍ଲାପ୍ ଡାଉନ୍ କ୍ଲାପ୍ ଡାଉନ୍ କ୍ଲାପ୍। ରୋଲି କ୍ଲାପ୍ ପୋଲି କ୍ଲାପ୍। ଅପ୍ କ୍ଲାପ୍ ଅପ୍ କ୍ଲାପ୍ ଅପ୍ କ୍ଲାପ୍। ରୋଲି କ୍ଲାପ୍ ପୋଲି କ୍ଲାପ୍। ଡାଉନ୍ କ୍ଲାପ୍ ଆଉ ଡାଉନ୍ କ୍ଲାପ୍ ଡାଉନ୍ କ୍ଲାପ୍। ଦେନ୍ ସି ଲେଟ୍ ଅସ୍ ରିଡ୍। ଆସ ଆମେ ପଢ଼ିବା। ନମ୍ବର 1 Encircle the words that have P in them. ଯେଉଁ ଶବ୍ଦରେ ପି ଅଛି ତାହା ଚାରିପଟେ ଗୋଲ ବୁଲାଅ। ପ୍ରଶ୍ନ ସହ ଉତ୍ତର କରିବା। ପୁଟ୍ ଫାର୍ଷ୍ଟ ହେଲା ପୁଟ୍। ପି ଅଛି ନା ନାହିଁ? ପି ଅଛି, ଗୋଲ ବୁଲେଇବା। କ୍ୟାପ୍ କ୍ୟାପ୍ ଅର୍ଥ ପୁଟ୍ ଅର୍ଥ କ'ଣ? ପୁଟ୍ ଅର୍ଥ ରଖିବା। କ୍ୟାପ୍ ଅର୍ଥ ଟୋପି। ପି ଅଛି। ତାପରେ ପ୍ୟାଟ୍ ପ୍ୟାଟ୍ ଅର୍ଥ ଥାପୁଡ଼େଇବା। ପି ଅଛି, ଗୋଲ ବୁଲେଇବା। ପିଙ୍କ ଅର୍ଥ ଗୋଲାପୀ ରଙ୍ଗ। ଗୋଲ ବୁଲେଇବା। ପି ଅଛି। ମ୍ୟାଟ୍ ଅର୍ଥ ମଶାଣି ବା ଦରି। ମସିଣା ବା ଦରି। ପି ନାହିଁ। ଟପ୍ ଅର୍ଥ ଉପର। ପି ଅଛି। ତାପରେ ଟପ୍ କଲା। ଫ୍ୟାନ୍ ଅର୍ଥ ପଙ୍ଖା। ଏଥିରେ କ'ଣ ପି ଅଛି କି? ନାହିଁ। ଟ୍ୟାନ୍ ଅର୍ଥ ଟ୍ୟାନ୍‌ରେ କ'ଣ ପି ଅଛି କି? ନାହିଁ। ସ୍ୟାଟ୍ ଅର୍ଥ ବସିବା। ଏଥିରେ କ'ଣ ପି ଅଛି କି? ନାହିଁ। କ୍ୟାଟ୍‌ରେ ମଧ୍ୟ ପି ନାହିଁ। କ୍ୟାଟ୍ ଅର୍ଥ ବିଲେଇ। ଆପଲ୍ ଅର୍ଥ ସେଓ। ଏଥିରେ କ'ଣ ପି ଅଛି କି? ହଁ ଅଛି, ଗୋଲ ବୁଲେଇବା। ଟ୍ୟାପ୍ ଅର୍ଥ ନଳ। ଏଥିରେ କ'ଣ ପି ଅଛି? ହଁ ଅଛି, ବୁଲେଇ ଦେବା ଗୋଲ। ହେଲା। ନମ୍ବର 2 Encircle the matching letters in each row. ଏହାର ଅର୍ଥ ପ୍ରତି ଧାଡ଼ିରେ ମେଳ ଥିବା ଅକ୍ଷର ଚାରିପଟେ ଗୋଲ ବୁଲାଅ। ନମ୍ବର 1 କ'ଣ ଦେଲା? ଏକା ଯୋଉ ଅକ୍ଷର ଅଛି ତା ଚାରିପଟେ ଆମେ ଗୋଲ ବୁଲେଇବା। ଯେମିତିକି TFR ଦେଇଛି। ଏହାର ଏକା ଥିବା ଅକ୍ଷର ଗୁଡ଼ା F ଆଉ S। ସେମିତି ନମ୍ବର 2ରେ ଅଛି B ଆଉ B। C ଅଛି କି? ନାହିଁ। D ଅଛି କି? ନାହିଁ। Q ଅଛି କି? ନାହିଁ। ସେମିତି ନମ୍ବର 3ରେ ଅଛି O ଏବଂ O। ନମ୍ବର 4ରେ W ଏବଂ W। ହେଲା। ନମ୍ବର 3 What is the first sound of the words in each row? ଏହାର ଅର୍ଥ ପ୍ରତି ଧାଡ଼ିରେ ଥିବା ଶବ୍ଦଗୁଡ଼ିକର ପ୍ରଥମ ଧ୍ୱନି କ'ଣ?
ए कैप कैट और कोट। यार अर्थ कैप अर्थ टोपी, कैट अर्थ बिलेई, कोट अर्थ कोट। ताहले यार प्रथम साउंड ध्वनि अर्थ कौन? आंसर हम सी। तापरे बी रे मंकी मैंगो माउस। मंकी अर्थ मांकड़, मैंगो अर्थ आंब, माउस अर्थ मूषा। ताहले यार आंसर एम। साउंड को साउंड आसुची एम साउंड। नंबर सी बास्केट। बास्केट अर्थ झुड़ी, बैट बैट अर्थ बैट एवं बॉल बॉल अर्थ पेंडु। तो यार साउंड कौन आसुची? आंसर बी साउंड आसुची। नंबर 4 सर्कल the words that start with the same sound in each row। प्रति धाड़ी थिबा समान आरंभ ध्वनि थिबा शब्द चारिपटे गोल बुला। देला कार। कार अर्थ कार। तापरे टैप। टैप अर्थ नल। कैन अर्थ डब्बा। तापरे रैट अर्थ मूषा। कैट अर्थ बिलेई। तापरे हैट अर्थ टोपी। काउ अर्थ गाय। ताहले प्रति धाड़ी थिबा समान ध्वनि सृष्टि करथिबा को गोल बुलेबा शब्द को। कार, कैन, कैट, काउ समान ध्वनि सृष्टि करुची। तापरे मैट अर्थ दरी और मैन अर्थ पुरुष लोक। पैन अर्थ कड़ई। मैंगो अर्थ आंब। बानाना अर्थ कदली। मग अर्थ मग। रग अर्थ गालीचा बा दरी। तो एका शब्द सृष्टि करथिबा कोन? मैट, मैन, मैंगो आउ मग। हला देन नेक्स्ट जिबा। नंबर 5 मैच the animals with their names, one is done for you। यार अर्थ प्राणी मानकु सेमानकर नाम सह मिलाओ, गोटे तुम पाई कर दिया जायछि। जेमिति कि फिश को फिश सहित गार टणा हैछि। ठीक सेमिति हम गार टानिबा। प्रथमे देला कोन? एटा लायन अर्थ सिंह। मंकी अर्थ मांकड़। फिश अर्थ माछ। एलिफेंट अर्थ हाथी। फ्रॉग अर्थ बेंग। रैबिट अर्थ ठेकुआ। हमें गार टानिबा सब। लायन को लायन टानिबा लायन। तापरे मंकी एटी मंकी। एलिफेंट को टानिबा। फ्रॉग। रैबिट को गार टानिबा। हला नंबर 6 write the numbers A to 4 next to the pictures according to the story। गप अनुसार 26 पर 1 टू 4 लेख। कोटा प्रथमे कोटा द्वितीय रे लिखिबा। एही चित्रटा कोन हबो? 3 हेबो। एही चित्रटा फास्ट हेतिला। तापरे एही चित्रटा 4 रे और एटा नंबर 2। डी लेट अस राइट आस लिखिबा। नंबर 1 आस रंग देबा एवं नाम लिखिबा। ए सबुरे तुमे रंग देबो। ए ट्री एठिना लिखिबो ए ट्री। भल भाबरे लिखिबो तुमे निजे। ट्री अर्थ गछ, मंकी अर्थ मांकड़। ए ट्री अर्थ गोटे गछ, ए मंकी अर्थ गोटे मांकड़। ए
ଅର୍ଥ ଗୋଟିଏ ଟୋପି। ଏ ବାସ୍କେଟ୍ ଅର୍ଥ ଗୋଟିଏ ଝୁଡ଼ି। ନମ୍ବର 2 cat, rat, ant and more. Let us write their names. ବିଲେଇ, ମୂଷା, ଆଣ୍ଟ ଅର୍ଥ ପିମ୍ପୁଡ଼ି ଓ ଅନ୍ୟମାନେ। ଆସ ସେମାନଙ୍କ ନାମ ଲେଖିବା। ଏ ଆଣ୍ଟ, ଏଠି ଆଣ୍ଟ ଲେଖିବ। ବଡ଼ ଲେଖ କି ସାନ ଅକ୍ଷର ଲେଖ, ଯାହା ଲେଖୁଛ ଲେଖ, କିନ୍ତୁ ଏଠି ନ ଲେଖିବ। ଆଣ୍ଟ ଅର୍ଥ ପିମ୍ପୁଡ଼ି। ବି ଅର୍ଥ ମହୁମାଛି। କ୍ୟାଟ୍ ଅର୍ଥ ବିଲେଇ। ଡଗ୍ ଅର୍ଥ କୁକୁର। ଏଲିଫ୍ୟାଣ୍ଟ ଅର୍ଥ ହାତୀ। ଫିସ୍ ଅର୍ଥ ମାଛ। ଗୋଟ୍ ଅର୍ଥ ଛେଳି। ହେନ୍ ଅର୍ଥ କୁକୁଡ଼ା। ଇମ୍ପୋର୍ଟ ଅର୍ଥ କାଳିଦୁଆତ। ଜଗ୍ ଅର୍ଥ ପାଣି ପାତ୍ର। କାଇଟ୍ ଅର୍ଥ ଗୁଡ଼ି। ଲାୟନ ଅର୍ଥ ସିଂହ। ମଙ୍କି ଅର୍ଥ ମାଙ୍କଡ଼। ନେକ୍ସଟ ଅର୍ଥ ବସା। ଓଲ୍ ଅର୍ଥ ପେଚା। ପି ଫର୍ ପ୍ୟାରଟ୍ ଅର୍ଥ ଶୁଆ। କ୍ୟୁ ଫର୍ କୁଇଲ୍ ଅର୍ଥ ପର। ଆର୍ ଫର୍ ର୍ୟାଟ୍ ଅର୍ଥ ମୂଷା। ତାପରେ ଏସ୍ ଫର୍ ସ୍ନେକ୍ ଅର୍ଥ ସାପ। ଟି ଫର୍ ଟାଇଗର ଅର୍ଥ ବାଘ। ୟୁ ଫର୍ ୟୁନିଫର୍ମ ଅର୍ଥ ନିର୍ଦ୍ଦିଷ୍ଟ ଧରଣର ପୋଷାକ। ଭି ଫର୍ ଭ୍ୟାନ୍ ଅର୍ଥ ଗାଡ଼ି। ଡବ୍ଲ୍ୟୁ ଫର୍ ହ୍ୱେଲ୍ ଅର୍ଥ ତିମି। ଏକ୍ସ ଫର୍ ଏକ୍ସରେ ରଞ୍ଜନ ରଶ୍ମି। ୱାଇ ଫର୍ ୱାକ୍ ଅର୍ଥ ୟାକ୍ ଅର୍ଥ ଚମରି ଗାଈ। ଜେଡ୍ ଫର୍ ଜେବ୍ରା ଅର୍ଥ ଜେବ୍ରା ଚିତ୍ର ଘୋଡ଼ା ବି କୁହାଯାଏ। ଏଠି ତୁମେମାନେ ଏମିତି ଭାବରେ ମୁଁ ଯେମିତି ଠିକ୍ ମାରିଦେଲି ତୁମେ ଠିକ୍ ସେମିତି ମାରିବନି, ତୁମେ ଲେଖିବ ନା ୱାକ୍ ଏମିତି ଲେଖିବ, ଜେବ୍ରା ସବୁ ଲେଖିବ ହେଲା। ନମ୍ବର 3 Now write your name and the names of 5 of your friends. ପିଲାମାନେ ତୁମେ ତୁମ ନାମ ଲେଖ ଏବଂ ତୁମର 5 ଜଣ ସାଙ୍ଗଙ୍କର ନାମ ଲେଖ। ପିଲାମାନେ ତୁମେ ନିଜେ ଲେଖିବ। ମୁଁ କିଛିଟା ଏକ୍ଜାମ୍ପଲ୍ ନେଇଯାଇଛି, ଯେମିତିକି ରବି ନାରାୟଣ ନନ୍ଦ, ଯତୀନ୍ଦ୍ର ନାୟକ, ଜସ୍ମିନ ଲେଙ୍କା, ସୁଧାଂଶୁ ପଣ୍ଡା, ଗୋକୁଲ ବେହେରା, ମହିମା ଚୌଧୁରୀ। ତୁମେ ଠିକ୍ ସେମିତି ତୁମ ନାଁ ଲେଖିବ ଏବଂ ତୁମ ସାଙ୍ଗମାନଙ୍କର ନାମ ଲେଖିବ। ମେଣ୍ଟାଲ ଟକ୍ ମାନସିକ କଥୋପକଥନ। Let us use our masks always. ଆସ ଆମେ ସବୁବେଳେ ମୁଖା ବ୍ୟବହାର କରିବା। Let us do. ରେ ଦେଲା let us do, ଆସ କରିବା। କ'ଣ କରିବା? Look at the insect, bird, animals, trees and flowers around your home. Draw some of these and tell your friends more about them. ଏର ଅର୍ଥ ତୁମେ ତୁମ ଘର ଚତୁଃପାର୍ଶ୍ୱରେ ଥିବା କୀଟପତଙ୍ଗ, ପକ୍ଷୀ, ପ୍ରାଣୀ, ଗଛ ଓ ଫୁଲ ସବୁକୁ ଦେଖ। ସେଗୁଡ଼ିକ ମଧ୍ୟରୁ କେତେକ ଅଙ୍କନ କର ଏବଂ ତୁମ ସାଙ୍ଗମାନଙ୍କୁ ସେମାନଙ୍କ ବିଷୟରେ ଅଧିକ କିଛି କୁହ। ପିଲାମାନେ ତୁମ ଘର ଚାରିପଟେ ତୁମେ ଯାହା ଦେଖୁଛ, କିଛିଟା କୀଟପତଙ୍ଗ ହେଲା କି ପକ୍ଷୀ ହେଲା କି ପ୍ରାଣୀ କି ଗଛ ଯାହା ବି ଦେଖୁଛ ତାର ଗୋଟିଏ ଚିତ୍ର ଏଠାରେ ଅଙ୍କନ କରିବ ଏବଂ ସେହି ବିଷୟରେ ତୁମ ସାଙ୍ଗକୁ ଜଣାଇବ। ସେ ଚିତ୍ର ବିଷୟରେ ତୁମ ସାଙ୍ଗକୁ ଜଣାଇବ ହେଲା, ନିଜେ କରିବ। ଓକେ। ପିଲାମାନେ, ଯଦି ତୁମକୁ ଏହି ଭିଡ଼ିଓଟି ଭଲ ଲାଗିଥାଏ ତେବେ ରାନୀ ପ୍ରିୟଙ୍କା ୟୁଟ୍ୟୁବ୍ ଚ୍ୟାନେଲର ଏହି ସବସ୍କ୍ରାଇବ୍ ବଟନକୁ କ୍ଲିକ୍ କରନ୍ତୁ, ଯାହାଫଳରେ କି ଆପଣମାନଙ୍କୁ ଏମିତି ସୁନ୍ଦର ଭାବରେ ବୁଝାଉଥିବା
ଭିଡ଼ିଓ ସବୁ ଆପଣଙ୍କ ପାଖକୁ ପହଞ୍ଚି ପାରିବ। ରହୁଛି, ଜୟ ଜଗନ୍ନାଥ।